ସାଙ୍ଗମାନେ, ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳାଖେଳା ବିଷୟରେ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ। ପ୍ରଭୁ ଶ୍ରୀକୃଷ୍ଣ ଗୋପୀମାନଙ୍କର ବସ୍ତ୍ର ଚୋରି କରି ଗଛ ଉପରେ ରଖିଦେଉଥିଲେ, ଯାହାଦ୍ୱାରା କି ଗୋପୀମାନେ ବହୁତ ହଇରାଣ ହେଉଥିଲେ କୃଷ୍ଣଙ୍କର ଏହିସବୁ ଲୀଳା ପାଇଁ। କିନ୍ତୁ ମୁଁ ଯଦି ଆପଣମାନଙ୍କୁ କହିବି କୃଷ୍ଣ ଯାହା ବି କରୁଥିଲେ ତା ପଛରେ ବହୁତ କିଛି ରହସ୍ୟ ଲୁଚି ରହିଛି, ତାହେଲେ ଆପଣମାନଙ୍କୁ କେମିତି ଲାଗିବ? ଆପଣମାନଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗିବ। ହଁ ସାଙ୍ଗମାନେ, ଏ କଥାଟି ହେଉଛି ସତ କଥା। ପ୍ରଭୁ ଶ୍ରୀକୃଷ୍ଣ ନିଜର ମନ ଖୁସି କରାଇବା ପାଇଁ ଗୋପୀମାନଙ୍କର ବସ୍ତ୍ର ଚୋରଉନଥିଲେ। ବସ୍ତ୍ର ଚୋରି କରିବା ପଛରେ, ବସ୍ତ୍ର ନୁଚେଇବା ପଛରେ ବହୁତ ବଡ଼ ରହସ୍ୟ ଲୁଚି ରହିଛି, ଯାହା ଜାଣିବା ଆମେ ଆଜି ଏଇ ଭିଡ଼ିଓ ମାଧ୍ୟମରେ। ସାଙ୍ଗମାନେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଦେଖିବେ। ଯଦି ଭିଡ଼ିଓଟି ଭଲ ଲାଗିବ ଲାଇକ୍ଟିଏ ନିଶ୍ଚିତ ଭାବରେ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। କେବଳ ମଜା ନେବା ପାଇଁ ଗୋପୀମାନଙ୍କର ବସ୍ତ୍ର ଚୋରି କରୁନଥିଲେ ଭଗବାନ ଶ୍ରୀକୃଷ୍ଣ। ତାଙ୍କର ଏହି ଲୀଳା ପଛରେ ଥିଲା ବହୁତ ବଡ଼ ରହସ୍ୟ। କ'ଣ ସେହି ରହସ୍ୟ? ଚାଲନ୍ତୁ ଭଲ ଭାବରେ ଜାଣିନେବା। ହିନ୍ଦୁ ଧର୍ମ ଗ୍ରନ୍ଥରେ ଭଗବାନ ଶ୍ରୀକୃଷ୍ଣଙ୍କର ବହୁତ ଲୀଳା ଓ କଥା ପଢ଼ିବାକୁ ମିଳିଥାଏ। କୁହାଯାଏ ଭଗବାନ ବିଷ୍ଣୁ କୃଷ୍ଣ ରୂପରେ ସବୁଠାରୁ ଅଧିକ ଲୀଳା କରିଛନ୍ତି, ସେଥିପାଇଁ ତାଙ୍କୁ ନୀଳାଧର ମଧ୍ୟ କୁହାଯାଏ। ସେହିପରି ଶ୍ରୀକୃଷ୍ଣ ବାଲ୍ୟକାଳରେ ଗୋପୀମାନେ ଗାଧୋଇବା ସମୟରେ ତାଙ୍କର ବସ୍ତ୍ର ଚୋରି କରି ଗଛ ଉପରକୁ ନେଇଯାଉଥିଲେ, କିନ୍ତୁ ବର୍ତ୍ତମାନ ବହୁତ ଲୋକ ଏହାକୁ ଶ୍ରୀକୃଷ୍ଣଙ୍କର ଲୀଳା ବୋଲି ମାନିଥାନ୍ତି। ହେଲେ ସାଙ୍ଗମାନେ, ଏହି ଲୀଳା ପଛରେ ରହିଛି ବହୁତ ବଡ଼ ରହସ୍ୟ। ତେବେ ଚାଲନ୍ତୁ ଜାଣିବା ସେହି ରହସ୍ୟ ବିଷୟରେ। ଧର୍ମଗ୍ରନ୍ଥ ଅନୁସାରେ ଦିନେ ଗୋପୀମାନେ ନିଜର ବସ୍ତ୍ର ଖୋଲି ନଦୀ ମଧ୍ୟରେ ସ୍ନାନ କରୁଥିଲେ। ସେହି ସମୟରେ ଶ୍ରୀକୃଷ୍ଣ ଏକ ବଡ଼ ଗଛ ଉପରେ ବସି ସମସ୍ତ ଦୃଶ୍ୟ ଦେଖୁଥିଲେ। କିଛି ସମୟ ପରେ ଯେତେବେଳେ ଗୋପୀମାନେ ଗାଧୋଇବାରେ ବ୍ୟସ୍ତ ହୋଇଗଲେ, ସେହି ସମୟରେ ଶ୍ରୀକୃଷ୍ଣ ଗୋପୀମାନଙ୍କର ବସ୍ତ୍ର ନେଇ ଗଛ ଉପରେ ବସି ଯାଇଥିଲେ। ଯେତେବେଳେ ଗୋପୀମାନେ ଗାଧୋଇ ନଦୀ ତୁଠକୁ ନିଜ ବସ୍ତ୍ର ନେଇ ଆସିଲେ, ସେତେବେଳେ ସେମାନଙ୍କ ସମସ୍ତ ବସ୍ତ୍ର ଚୋରି ହୋଇଯାଇଥିଲା। ଏହା ଦେଖି ଗୋପୀମାନେ ଚିନ୍ତିତ ହୋଇଯାଇଥିଲେ ଓ ସମସ୍ତେ ନିଜର ବସ୍ତ୍ରକୁ ଖୋଜିବାରେ ଲାଗି ପଡ଼ିଥିଲେ। ସେହି ସମୟରେ ଗୋପୀମାନଙ୍କର ନଜର ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ପଡ଼ିଥିଲା। ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଦେଖି ଲଜ୍ଜାରେ କହିଲେ, କାହ୍ନା, ଆମକୁ ଏହି ଅବସ୍ଥାରେ ଦେଖି ତମକୁ କ'ଣ ଟିକେ ଲଜ୍ଜା ଲାଗୁନାହିଁ? ସେତେବେଳେ ଶ୍ରୀକୃଷ୍ଣ ଗୋପୀମାନଙ୍କୁ ଉତ୍ତର ଦେଲେ, କହିଲେ, ମୋତେ କାହିଁକି ଲଜ୍ଜା ଲାଗିବ? ତୁମ ସମସ୍ତଙ୍କୁ ଲଜ୍ଜା ଆସିବା ଆବଶ୍ୟକ, କାରଣ ତୁମେ ସମସ୍ତେ ସମ୍ପୂର୍ଣ୍ଣ ନଗ୍ନ ଅବସ୍ଥାରେ ନଦୀ ମଧ୍ୟରେ ଗାଧୋଉଛ। ସେହି ସମୟରେ ଗୋପୀମାନେ ନିଜ ବସ୍ତ୍ର ମାଗିଥିଲେ, ହେଲେ ଶ୍ରୀକୃଷ୍ଣ କହିଥିଲେ, ଏହି ଗଛ ଉପରେ ତୁମମାନଙ୍କର ବସ୍ତ୍ର ରହିଛି, ସମସ୍ତେ ଆସି ନିଜର ବସ୍ତ୍ର ନେଇଯାଅ। ସେହି ସମୟରେ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ କହିଥିଲେ, ଆମେ କେମିତି ଯିବୁ? ଆମେମାନେ ନଗ୍ନ ଅବସ୍ଥାରେ ଅଛୁ। ସାଙ୍ଗମାନେ, ଯେତେବେଳେ ଶ୍ରୀକୃଷ୍ଣ ଗୋପୀମାନଙ୍କର ବସ୍ତ୍ର ଚୋରି କରି ଗଛ ଉପରେ ବସି ଯାଇଥିଲେ, ସେତେବେଳେ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ କହିଥିଲେ କି କାହ୍ନା, ତୁମେ ଆମ ବସ୍ତ୍ର ଆଣି ଆମ ପାଖରେ ଦେଇଯାଅ। କିନ୍ତୁ କାହ୍ନା କହିଥିଲେ ଯେ କି ତୁମେମାନେ କେମିତି ନଦୀକୁ ନଗ୍ନ ହୋଇ ଗାଧୋଇବାକୁ ଯାଇଥିଲ? କ'ଣ ପାଇଁ ତୁମେମାନେ ଶରୀରରେ ବସ୍ତ୍ର ରଖିନଥିଲ? ସେହି ସମୟରେ ଶ୍ରୀକୃଷ୍ଣ ଉତ୍ତର ଦେଇ କହିଲେ, ତାହେଲେ କ'ଣ ହେଲା? ତୁମେ ସମସ୍ତେ ନଦୀ ମଧ୍ୟକୁ ନଗ୍ନ ଅବସ୍ଥାରେ ଯାଇଛ, ତାହେଲେ ତୁମକୁ ନଦୀ ପାଖରେ ଥିବା ସମସ୍ତ ପ୍ରାଣୀ ଦେଖିଛନ୍ତି। ଆକାଶରେ ଉଡ଼ୁଥିବା ପକ୍ଷୀମାନେ ଓ ଜଳରେ ଥିବା ଜଳଚର ଜୀବମାନେ ମଧ୍ୟ ତୁମକୁ ସମସ୍ତଙ୍କୁ ନଗ୍ନ ଅବସ୍ଥାରେ ଦେଖିଛନ୍ତି। ଏହା ସହିତ ଜଳ ରୂପରେ ଥିବା ବରୁଣ ଦେବ ମଧ୍ୟ ତୁମ ସମସ୍ତଙ୍କୁ ନଗ୍ନ ଦେଖିଛନ୍ତି। ସମ୍ପୂର୍ଣ୍ଣ ରୂପେ ନଗ୍ନ ଅବସ୍ଥାରେ ସ୍ନାନ କରିବା ଦ୍ୱାରା
मनीषर सुख समृद्धि धनमान आदि नष्ट होइथाए। तेणु केबे भी संपूर्ण नग्न अवस्था स्नान करने उचित नुहे। सांग माने आजिका समय लोक मैंने घरे बाथरूम बन सारे आ बाथरूम जिते से बनई से भावुंट से केही भी देखुना जितेबले से बाथरूम भितर नग्न अवस्था गाधौंती। किंतु से जन देवाक चाहूँगी तुम्हें माने जितेबले नग्न अवस्था बाथरूम भितर गाधे था सेतबले तुम्हें जलदेवता को अपमानित करिथाओ। तुम शरीर रे बिना कपड़े जितेबले तुम्हें जल ढाली था सेतबले जलदेव को कष्ट होता है, जलदेव को बहुत खराब लगी था। तो सेथिपाई केबे भी हेले जेबे भी जीवन रे तुम्हें एमितिका भूल करुछ ताहाले सतर्क हो जाओ। केबे भी हेले बाथरूम रे गाधाओ कि जोठी भी गाधाओ केबे भी हेले नग्न अवस्था गाधेब नाही। जदि नग्न अवस्था आपण माने गाधोइब ताहाले तुम मानकर सुख समृद्धि धनमान आदि नष्ट होता है। जीवन रे केबे भी हेले सुख रे रही परिबो नाही, केबे भी हेले धन लाभ करि परिबो नाही। जेते भी रोजगार करिबो सब किछि कम पड़िबो। केबे भी हेले तुम जीवन रे तुमे आगो को बढ़ी परिबो नाही। सबु बळ पई तुमे कमजोर होइकी रहिबो। लोक माने तुमको प्रत्येक समय रे खराब किरी कहिबे, लोक माने तुमर मजाक उड़ेइबे। तो सेथिपाई भगवान कहिचंती केबे भी हेले जल देवता को अपमानित करिबो नाही। सांग माने मु आपण मानकु आउ गोटे कथा कहिदेबाकू चाहूँगी। आजिका समय रे नुह ये कथा पुरातन समय मध्य ए कथाटी रही आसीची। देखिथिबे आपण माने मध्य शुणिथिबे ए कथाटी को लोक माने अधिकांश समय रे जल रे परिस्रा करि देई थांती। किंतु मु आपण मानकु जणै देबाकू चाहूँगी जेमिति आपण माने नग्न अवस्था रे गाधोइले जल देवता को अपमान होइथाए, सेही भली यदि आपण माने पानी भितरे परिस्रा करुछंती ताहाले जल देवता को मध्य अपमान होइथाए। सेथिपाई जीवन रे एही किछिटी भूल केबे भी हेले करंतु नाही, नहले आपण माने बहुत असुविधा रे पड़िबे। जीवन रे केबे भी हेले सफलता पाई परिबे नाही। जेते भगवान को डाकिले मध्य केबे भी हेले भगवान तुम मानकर मनस्कामना पूर्ण करिवे नाही। सेथिपाई निजको सुधारंतु, निजको बदलांतु। देखिबे जीवन रे निश्चित भाव रे लाभ रे रहिबे, खुशी रे रहिबे। केबे भी हेले जीवन रे कौनसी बाधा विघ्न आसीब नाही। धन्यवाद सांग माने वीडियोटी को शेष पर्यंत देखिथिबारु आपण मानकु अशेष अशेष धन्यवाद। आशा करी मोर ए वीडियो आपण मानकु निश्चित भाव रे किछि ना किछि शिखिबा पई मिलिथिबो। जदि किछि शिखिबा पई मिलिथिबो ताले लाइक टे करि देबे, सांग मानक मध्य रे शेयर निश्चित भाव रे करि देबे। कमेंट बॉक्स रे आपण मानकर मतामत रखिबे। आम टॉकिंग वर्ल्ड यूट्यूब चैनल टी को सब्सक्राइब मध्य करि देबे। धन्यवाद सांग माने। जय जगन्नाथ, जय मां सरला, जय श्री कृष्ण।